ସକାଳର ବଡ଼ ଖବର ଲାଟେଷ୍ଟ ଅପଡେଟ୍। ରାଉରକେଲା ରେଳ ଷ୍ଟେସନରୁ ଧରା ହେଲେ ଦୁଇ କୁଖ୍ୟାତ ମାଓବାଦୀଙ୍କ ନାଁ ହେଉଛି ଅବଦେଶ ଯାଦବ ଏବଂ ଉପେନ୍ଦ୍ର ଯାଦବ। ଅବଦେଶ ଯାଦବ ଏବଂ ଉପେନ୍ଦ୍ର ଯାଦବ ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି। ଗତକାଲି ରାଉରକେଲା ରେଳ ଷ୍ଟେସନରୁ ଦୁଇ କୁଖ୍ୟାତ ମାଓବାଦୀ ଧରାଇଛନ୍ତି, ଜଣେ ଉପେନ୍ଦ୍ର ଯାଦବ ଏବଂ ଆଉ ଜଣେ ଅବଦେଶ ଯାଦବ, ଯାହାଙ୍କ ଘର ଝାଡ଼ଖଣ୍ଡ ବୋଲି ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି। ଦୁଇ ମାଓବାଦୀଙ୍କ ଘର ହେଉଛି ଝାଡ଼ଖଣ୍ଡ ଏବଂ ଦୁଇ ଜଣ ଝାଡ଼ଖଣ୍ଡରେ ଅନେକ ଅପରାଧୀ ମାମଲା ଅଛି ବୋଲି ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି ଏବଂ ଏ ଦୁଇ ଜଣ ହାର୍ଡକୋର ଅପରାଧୀ ବୋଲି ଯାହା ସୂଚନା ଆସୁଛି। ସେମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ଝାଡ଼ଖଣ୍ଡ ଥାନାରେ ହିଁ ରହିଛି ବୋଲି ଯାହା ସୂଚନା ଆସି ପହଞ୍ଚୁଛି। ବର୍ତ୍ତମାନ ରାଉରକେଲା ପୋଲିସ ଝାଡ଼ଖଣ୍ଡର ଲାଟିୟଟ ଥାନାକୁ ସମ୍ପୂର୍ଣ୍ଣ ଭାବରେ ଖବର ଦେଇସାରିଛି ଏବଂ ଝାଡ଼ଖଣ୍ଡର ଲାଟିୟଟ ଥାନାକୁ ଖବର ଦେଇସାରିବା ପରେ ସେମାନେ ଆସିଲେ ହିଁ ଏ ଦୁଇ ହାର୍ଡକୋର ମାଓବାଦୀଙ୍କୁ ଝାଡ଼ଖଣ୍ଡ ପୋଲିସ ନେବ ବୋଲି ଯାହା ସୂଚନା ଆସି ପହଞ୍ଚୁଛି। ମାଓବାଦୀ ତୃତୀୟ କମିଟି ବସତିର ସକ୍ରିୟ ସଦସ୍ୟ ବୋଲି ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି।